ମହାଭାରତ କାଳରେ କୌରବ ପାଣ୍ଡବ ଯୁଦ୍ଧ ପୂର୍ବରୁ ଧୃତରାଷ୍ଟ୍ର ଏବଂ ପାଣ୍ଡୁ ମଧ୍ୟରେ ଶୀତଳ ଯୁଦ୍ଧ ସିଂହାସନ ପାଇଁ ଚାଲିଥିଲା। ଉଭୟ ଭାଇ ଚାହୁଁଥିଲେ ଯେ ତାଙ୍କ ପୁଅ ହସ୍ତିନାପୁରର ଉତ୍ତର ଅଧିକାରୀ ହୁଅନ୍ତୁ, କିନ୍ତୁ ସିଂହାସନ ଉପରେ ବସିବାର ଏହି ଅବସ୍ଥା ଏହା ଉପରେ ନିର୍ଭର କରେ। କୁହାଯାଇଥିଲା ଯେ ଦୁଇ ରାଜାଙ୍କ ମଧ୍ୟରୁ କାହାର ପ୍ରଥମେ ପୁଅ ହେବ ସେ ହସ୍ତିନାପୁରର ଉତ୍ତରାଧିକାରୀ ହେବ। ଧୃତରାଷ୍ଟ୍ର ଦୁଇ ଭାଇଙ୍କ ମଧ୍ୟରେ ବଡ଼ ଥିଲେ ଏବଂ ସେ ପୂର୍ବରୁ ମଧ୍ୟ ଗାନ୍ଧାରୀଙ୍କୁ ବିବାହ କରିଥିଲେ, କିନ୍ତୁ ବିବାହର ଅନେକ ସମୟ ପରେ ମଧ୍ୟ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀଙ୍କର କୌଣସି ସନ୍ତାନ ନଥିଲେ। ସେହି ପାଣ୍ଡୁ କୁନ୍ତୀକୁ ବିବାହ କରିବାକୁ ଯାଉଥିଲେ, ଯାହା ମଧ୍ୟ ଏହା ନିଶ୍ଚିତ କରିଥିଲା ବିବାହ ପରେ ସେମାନଙ୍କର ମଧ୍ୟ ସନ୍ତାନ ହେବ ଏବଂ ଯଦି ସେମାନଙ୍କର ସନ୍ତାନମାନେ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀଙ୍କ ସନ୍ତାନମାନଙ୍କ ଆଗରେ ଅଛନ୍ତି, ତେବେ ନିୟମ ଅନୁଯାୟୀ ସେମାନେ ହସ୍ତିନାପୁରର ସିଂହାସନରେ ବସିବେ। ବିବାହର ଏତେ ଦିନ ପରେ ମଧ୍ୟ ସନ୍ତାନ ନ ହେବାର ଦୁଃଖ ଓ ଚାକରାଣୀଙ୍କ ହାତରୁ ସିଂହାସନ ଛାଡ଼ିବାର ଭୟ ଥିବାରୁ ଧର୍ମେନ୍ଦ୍ର ବିବ୍ରତ ହୋଇପଡ଼ିଥିଲେ ଏବଂ ସେହି ଚାକରାଣୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଧୃତରାଷ୍ଟ୍ରର ଚାକରାଣୀରେ ଜନ୍ମ ହୋଇଥିବା ପୁଅକୁ ବିକର୍ଣ୍ଣ ନାମରେ କୁହାଯାଇଥିଲା, କିନ୍ତୁ ଜଣେ ଚାକରାଣୀ ଜନ୍ମ ହେବା ପରେ ମଧ୍ୟ ବିକର୍ଣ୍ଣ ଅନ୍ୟ କୌରବଙ୍କ ପରି ରାଜକୁମାରଙ୍କର ସମସ୍ତ ଅଧିକାର ପାଇଥିଲେ, କିନ୍ତୁ ମହାଭାରତ ଯୁଦ୍ଧରେ ପାଣ୍ଡବଙ୍କ ପକ୍ଷରୁ ଯୁଦ୍ଧ କରିଥିବା ଏକମାତ୍ର କୌରବ ଥିଲେ। ସେ ପାଣ୍ଡବଙ୍କ ପାର୍ଶ୍ୱରୁ ଯୁଦ୍ଧରେ ଭାଗ ନେଇଥିଲେ ଏବଂ ସମସ୍ତ କୌରବଙ୍କ ମଧ୍ୟରୁ ବିକର୍ଣ୍ଣ ହିଁ ବଞ୍ଚିଥିଲା।